नम भगवते वासुदेवाय नम नमस्कार बंधुगण आपण मानक आम यूट्यूब चैनल को पुणी थे स्वागतम एवं शुभकामना। आज भिडियो मु आपण मानक कहवाक जाऊँगी कि आगामी यही 2 दिन अर्थात जानुआरी मासर 28 एवं 29 तारिखर दिन यही दिनटी आपण मानकर किपरि भाबरे साब्यस्त मध्य हेबो केउ प्रकार भाबरे आपण माने यही दिन मानकु प्लानिंग मध्य करिवे आउ यही दिन मानकरे आपण मानकर स्थिति मध्य किपरि भाबरे रहिबो सहित केउ केउ जिनिसरे आपण मानकु फायदा मिलिबो एवं केउ केउ जिनिसरे आपण मानकु सावधानता अवलंबन करबा पइगिना पड़िबो सहित आपण मानकर लव लाइन किपरि भाबरे रहिबो क्यारियर किपरि भाबरे रहिबो एवं ता सहित आपण मानकर बिजनेस एवं व्यापार मध्य किपरि भाबरे रहिबो आपण मानक स्वास्थ्य रे किछि महत्वपूर्ण इनफॉरमेशन मध्य मु आपण मानकु ए वीडियो रे देबी ଆଉ ଏ ଭିଡିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ ମଧ୍ୟ କହିବି ଯାହା ଫଳରେ ଆପଣମାନେ ଏ ଦିନମାନଙ୍କୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳମୟ କରିପାରିବେ। ତେଣୁ ସବୁଥର ପରି ଆଗକୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ମୋର ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ କରି ଆସୁଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ ଯାହା ଫଳରେ ସମୟ ସମୟର ସହିତ ସମସ୍ତ ଭିଡିଓର ନୋଟିଫିକେସନ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କିପରି ରହିବ ଏହି ଜାନୁଆରୀ 28 ଏବଂ 29 ତାରିଖର ଦିନ। ଯଦି ମୁଁ ଆପଣମାନଙ୍କୁ ସବୁଠାରୁ ବିଶେଷ ଭାବରେ କହିବି କି କଣ ଆପଣମାନଙ୍କ ପାଇଁକିନା ଏ ଦିନ ପଜିଟିଭ ହେବା ପାଇଁକିନା ଯାଉଅଛି। ଯଦି ମୁଁ ଆପଣମାନଙ୍କୁ କହିବି କି ବନ୍ଧୁଗଣ ଆଜି ଆପଣମାନଙ୍କର ବିତ୍ତୀୟ ସ୍ଥିତିରେ କାଫି ସୁଧାର ମଧ୍ୟ ଆସିବ ତା ସହିତ ଅଚାନକ ଧନ ପ୍ରାପ୍ତିର ଯୋଗ ମଧ୍ୟ ଆପଣମାନଙ୍କ ପାଇଁକିନା ଆସିବ ତାହା ଆପଣମାନଙ୍କ ଭବିଷ୍ୟତ ପାଇଁକିନା ଆପଣମାନଙ୍କୁ ଗୋଟିଏ ଭଲ ଆର୍ଥିକ ନିର୍ମାଣରେ ବିଶେଷ ଭାବରେ ନିର୍ମାଣ କରିବ ତା ସହିତ ଶିକ୍ଷା କ୍ଷେତ୍ର ପାଇଁକିନା ଏ ଦିନ ବହୁତ ହି ଭଲ ଟାଇମିଂ ମଧ୍ୟ ରହିବ ଆଉ ଆପଣମାନେ ଆପଣମାନଙ୍କର କାର୍ଯ୍ୟକୁ ନୂଆ ଉପଲବ୍ଧି ମଧ୍ୟ ପ୍ରଦାନ କରିବେ ଦେଖିବେ ଆପଣମାନଙ୍କ ଭିତରେ ଗୋଟିଏ ନୂଆ ऊर्जा ମଧ୍ୟ ଦେଖିବା ପାଇଁକିନା ମିଳିବ ତା ସହିତ ଆପଣମାନେ ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରିକି ଆପଣମାନେ ମାନସିକ ଭାବେ ବହୁତ ଖୁସି ଅନୁଭବ ମଧ୍ୟ କରିବେ ତା ସହିତ ଆପଣମାନଙ୍କ ସହିତ କାମ କାର୍ଯ୍ୟ କରୁଥିବା ଲୋକମାନେ ଆପଣମାନଙ୍କୁ ବହୁତ ସାହାଯ୍ୟ ସହଯୋଗ ମଧ୍ୟ ପ୍ରଦାନ କରିବେ ଆପଣମାନେ ଆପଣମାନଙ୍କର ଯୋଜନା ବାବଦରେ ବିଚାର ମଧ୍ୟ କରିପାରନ୍ତି ଏହା ସହିତ ଆପଣମାନଙ୍କ ପାଇଁକିନା ପ୍ରତିଟି ସ୍ଥିତି ବହୁତ ଖୁସି ଭରା ମଧ୍ୟ ରହିଯିବ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବରେ ଏମିତିକି କଥା କହିବେ ଲୋକମାନେ ଆପଣମାନଙ୍କୁ କାଫି ତାରିଫ ମଧ୍ୟ କରିବେ ତା ସହିତ ଆପଣମାନଙ୍କର ଆର୍ଥିକ ସ୍ଥିତି କାଫି ବହୁତ ଭଲ ରହିବ ଆପଣ ସମୟ ପଡ଼ିବା ସହିତ ନିଜର କୌଣସି ମିତ୍ର ବା ବନ୍ଧୁଙ୍କ ସହିତ ସହାୟତା ପ୍ରଦାନ କରିବେ ଚାକିରି ପେଶା ଲୋକମାନଙ୍କୁ ବହୁତ ବଡ଼ ଧରଣର ଲାଭ ପ୍ରାପ୍ତ ହେବ ତାହା ଦ୍ୱାରା ଆପଣମାନଙ୍କୁ ପ୍ରତିଟି ସ୍ଥିତିରେ ଖୁସି ମଧ୍ୟ ଅନୁଭବ ହେବ ତା ସହିତ କିଛି ବିଗାଡ଼ିଥିବା କାର୍ଯ୍ୟରେ ଆପଣମାନଙ୍କର ସୁଧାର ଆସିବାର ଯୋଗ ମଧ୍ୟ ବନୁଛି ତା ସହିତ ବିଶେଷ ଧନ ଲାଭର ସମ୍ଭାବନା ମଧ୍ୟ ଆପଣମାନଙ୍କୁ ମିଳୁଛି ତା ସହିତ ଲମ୍ବା ଟାଇମରୁ ଆପଣମାନଙ୍କର ଯେକୌଣସି ବି ପେମେଣ୍ଟ ବାକି ରହିଯାଇଥିଲା ଏସବୁର ପେଣ୍ଡିଂ ସ୍ଥିତି ଆପଣମାନଙ୍କର ଦୂର ହେବା ପାଇଁକିନା ଯାଉଅଛି ଯାହା ଆପଣମାନଙ୍କ ପାଇଁକିନା ସଫଳତା ଏବଂ ଖୁସି ନେଇକିନା ଆସିବ ତା ସହିତ ନିଜର ଲକ୍ଷ୍ୟକୁ ପୂରା କରିବାରେ ଆପଣମାନେ ସକ୍ଷମ ନଜର ଆସିବେ ଆଉ ସଫଳତା ମଧ୍ୟ ଆପଣମାନଙ୍କୁ ନିହାତି ଭାବରେ ମିଳିଯିବ ତା ସହିତ ଆପଣମାନେ ପ୍ରତିଟି ସ୍ଥିତିକୁ ବହୁତ ଧୈର୍ଯ୍ୟର ସହିତ ପାଳନ କରିବେ ଯାହାଦ୍ୱାରା ଆପଣମାନଙ୍କର ବହୁତ ଭଲ ସ୍ଥିତି ମଧ୍ୟ ରହିବ ଏଦିନ ମାର୍କେଟିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁକିନା ବହୁତ ଭଲ ରହିବ ଯାହା ପାଇଁକିନା ଆପଣମାନଙ୍କ ମନ ବହୁତ ଖୁସି ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କଣ ନେଗେଟିଭ ମଧ୍ୟ ରହିଛି ଯଦି କହିବେ କି ଆପଣମାନଙ୍କୁ ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ ଯାହା ଫଳରେ ଆପଣମାନଙ୍କର ପରିବାରରେ ମାନ ସମ୍ମାନ ମଧ୍ୟ ବଢ଼ିବ ସେଥିପାଇଁକିନା ଆପଣମାନେ ପରିବାରର ଜରୁରତକୁ ଆଖି ଆଗରେ ରଖିକି ଆପଣମାନଙ୍କୁ କାର୍ଯ୍ୟ କରିବା ପାଇଁକିନା ପଡ଼ିବ ଏହା ଆପଣମାନଙ୍କ ନିୟନ୍ତ୍ରଣରେ କେତେଥର ବାହାର ହେବ ସେଥିପାଇଁକିନା ଆପଣମାନେ ବହୁତ ପ୍ରୋବ୍ଲେମରେ ମଧ୍ୟ ପଡ଼ିପାରନ୍ତି ସେଥିପାଇଁକିନା ଆପଣମାନେ ଫଇସଲା କିମ୍ବା ବଡ଼ ସଉଦା ଠାରୁ ଦୂରେଇ ମଧ୍ୟ ରୁହନ୍ତୁ କୌଣସି ଫଇସଲା ନେବା କେଉଁ କେଉଁ ଜାଗାରେ ଆପଣମାନଙ୍କୁ ରୋକାବଟ ମଧ୍ୟ ଆସିପାରେ ତା ସହିତ ଆପଣମାନେ ଜୋଶରେ ଆସିକି କାହାକୁ ବିନା ଅର୍ଥରେ କିଛି ବି ପରାମର୍ଶ ଦିଅନ୍ତୁ ନାହିଁ ତା ସହିତ ଅନାବଶ୍ୟକ ଖର୍ଚ୍ଚ ହେବା ଦ୍ୱାରା ଆପଣମାନଙ୍କର ଆର୍ଥିକ ସ୍ଥିତି କିଛି ବିଗିଡ଼ି ମଧ୍ୟ ଯାଇପାରେ ସେଥିପାଇଁକିନା ଆପଣମାନେ ନେଣଦେଣ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ ଫ୍ରେଣ୍ଡସ୍ ମାନଙ୍କ ସହିତ ମନାନ୍ତର ମତାନ୍ତର ମଧ୍ୟ ହୋଇପାରେ ସାମାଜିକ ଦୃଷ୍ଟିକୋଣରୁ ଆପଣମାନଙ୍କ ପାଇଁକିନା ସାମାନ୍ୟ ହେବା ପାଇଁକିନା ଯାଉଅଛି
କୌଣସି ନୂଆ କାର୍ଯ୍ୟ ପାଇଁକିନା ଆପଣମାନଙ୍କୁ ବିସ୍ତାର କରିବା ଅତି ଆବଶ୍ୟକ ମଧ୍ୟ ରହିବ। କୌଣସି ବି ମତଭେଦ ଆପଣମାନଙ୍କୁ ଚିଡ଼ା ମଧ୍ୟ ବନିପାରେ। ତା ସହିତ ଆପଣମାନେ ପରିଚିତଙ୍କ ପାଖରେ ନିଜର ଫଇସଲା ଦେବା ପାଇଁକିନା ଟ୍ରାଏ କରନ୍ତୁ ନାହିଁ। ତା ପାଇଁକିନା ଆପଣମାନଙ୍କୁ ପରେ ପ୍ରୋବ୍ଲେମରେ ମଧ୍ୟ ପକେଇପାରେ। ଆଉ ଅନ୍ୟର କଥାକୁ ଆପଣମାନେ ଆଖି ବନ୍ଦ କରିକିନା ବିଶ୍ୱାସ କରନ୍ତୁ ନାହିଁ। ଅନ୍ୟଥା ଆପଣମାନଙ୍କର ସ୍ଥିତି ବଦଳି ଦେଇପାରେ। ସାବଧାନତା ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ। କୌଣସି ପ୍ରକାରର ଯାତ୍ରା ଏବଂ ସପିଂକୁ ନେଇକି ଆପଣମାନଙ୍କର ଯାତ୍ରା ମଧ୍ୟ ହୋଇପାରେ। ଏମିତିରେ ଆପଣମାନଙ୍କୁ ସମ୍ବନ୍ଧ ବନେଇକି ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି, ଯାହା ଆପଣମାନଙ୍କ ପ୍ରୟାସରେ ବହୁତ ଚିନ୍ତାପୂର୍ଣ୍ଣ ମଧ୍ୟ ହୋଇପାରେ। ଆପଣମାନେ ଆପଣମାନଙ୍କର ସମ୍ପର୍କକୁ ନୂଆ ରଚନାତ୍ମକ ମଧ୍ୟ ଦେବେ ଆଉ ମଜବୁତ ମଧ୍ୟ ବନାଇବେ। ଯାହା ଫଳରେ ଜଣେ ଆଉ ଜଣଙ୍କ ପ୍ରତି ଆକର୍ଷଣ ମଧ୍ୟ ଦେଖାଇବେ। କିନ୍ତୁ ଧ୍ୟାନ ରଖନ୍ତୁ, ମର୍ଯ୍ୟାଦିତ ଆଚରଣ କରିବା ସର୍ବସାଧ ଉଚିତ ସାଧନ ମଧ୍ୟ ହେବ। ତା ସହିତ ଆପଣମାନଙ୍କୁ ପ୍ରେମ ଜୀବନ ପାଇଁ ଏହା ଅନୁଭବ କରିବା ପାଇଁକିନା ପଡ଼ିବ। ବାସ୍ତବରେ ଏ ସମ୍ପର୍କ ଆପଣମାନଙ୍କ ପାଇଁକିନା ମହତ୍ତ୍ୱପୂର୍ଣ୍ଣ ଅଟେ। ତା ସହିତ ଆପଣମାନଙ୍କ ପାଇଁକିନା ସ୍ଥିତି ବହୁତ ଭଲ ରହିବ। ମୋ ଜୀବନ ପାଇଁ ଏ ଦିନ ବହୁତ ଭଲ ଅଟେ। ତା ସହିତ ଆପଣମାନଙ୍କୁ ଏ ଦିନମାନଙ୍କରେ ଅବଶ୍ୟ ହିଁ ଲାଭ ଉଠାଇବାର ଆବଶ୍ୟକତା ହିଁ ରହିଛି। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ବ୍ୟବସାୟିକ କ୍ୟାରିୟର କିପରି ଭାବରେ ରହିବ। ବ୍ୟାପାରିକ ଧନ୍ଦା ଆପଣମାନଙ୍କର ବହୁତ ଭଲରେ ଚାଲିବ। କାର୍ଯ୍ୟ କ୍ଷେତ୍ରରେ ବିଶେଷ ସଫଳତା ମଧ୍ୟ ପ୍ରାପ୍ତ ହେବ ଏବଂ କାର୍ଯ୍ୟଭାରର ଯେହେତୁ ଅଧିକତା ରହିବ, ଯେଉଁଥିପାଇଁକିନା ଆପଣମାନଙ୍କୁ ଅଧିକତା ପରିଶ୍ରମ ମଧ୍ୟ କରିବା ପାଇଁକିନା ପଡ଼ିବ। ଆଉ ଆପଣମାନଙ୍କ ଦିନ ବହୁତ ଦୌଡ଼ା ଦୌଡ଼ିରେ ମଧ୍ୟ କଟିଯିବ। ଆଉ କାର୍ଯ୍ୟ ସିଲସିଲାରେ ଆପଣମାନଙ୍କୁ କୌଣସି ଛୋଟ ଯାତ୍ରା ଯିବା ପାଇଁକିନା ମଧ୍ୟ ପଡ଼ିପାରେ। ତାହା ଆଗକୁ ଯାଇକିନା ଆପଣମାନଙ୍କ ପାଇଁକିନା କାଫି ସିଦ୍ଧ ମଧ୍ୟ ହେବ। ତା ସହିତ ଆପଣମାନଙ୍କୁ ଅଧିକ ଧନ ଲାଭର ଅବସର ପ୍ରାପ୍ତ ମଧ୍ୟ ହେବ, ଯାହା ପାଇଁକିନା ଆପଣମାନଙ୍କ ମନ ବହୁତ ପ୍ରସନ୍ନ ମଧ୍ୟ ରହିବ। ତା ସହିତ ମେଡିକାଲ କ୍ଷେତ୍ରରେ ଜଡ଼ିତ ଛାତ୍ରମାନଙ୍କ ପାଇଁକି ଦିନ ବହୁତ ଭଲ ରହିବା ପାଇଁକିନା ଯାଉଛି। ଚାକିରି ପେଶା କରୁଥିବା ଲୋକମାନଙ୍କ ପାଇଁ, ବ୍ୟକ୍ତି ବିଶେଷଙ୍କ ପାଇଁ ଦିନ ଯଦି କହିବା କାଫି ମିଲାଜୁଲା ମଧ୍ୟ ରହିବ। ସେମାନଙ୍କୁ ମଧ୍ୟ କୌଣସି ଜାଗାକୁ ଯାତ୍ରା କରିବା ପାଇଁକିନା ପଡ଼ିପାରେ, ଯାହା ପାଇଁକିନା ସେମାନଙ୍କ ମନ ସକାରାତ୍ମକ ମଧ୍ୟ ରହିବ। ତା ସହିତ ବ୍ୟବସାୟିକ କ୍ଷେତ୍ରରେ ଯଦି କହିବି ଆପଣମାନଙ୍କ ପାଇଁକିନା ସ୍ଥିତି ଅନୁକୂଳ ଭରା ରହିବ। ତା ସହିତ ଏ ଦିନରେ ଆପଣମାନଙ୍କୁ ଭଲ ଲାଭ ମଧ୍ୟ ପ୍ରାପ୍ତ ହେବ, ତାହାର ଆପଣମାନଙ୍କୁ ଲମ୍ବା ଟାଇମରୁ ହିଁ ଅପେକ୍ଷା ମଧ୍ୟ ରହିଥିଲା। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ସ୍ୱାସ୍ଥ୍ୟ ମଧ୍ୟ କିପରି ଭାବରେ ରହିବ। ଯଦି କହିବି କି ଆପଣମାନଙ୍କୁ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ନେଇକିନା ବିଲକୁଲ ବି ଚିନ୍ତା କରିବାର ନାହିଁ, କାହିଁକିନା ଆପଣମାନଙ୍କ ସ୍ୱାସ୍ଥ୍ୟ ଆପଣମାନଙ୍କୁ ଭରପୁର ମାତ୍ରାରେ ସାହାଯ୍ୟ ସହଯୋଗ କରିବ। ଯେହେତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣମାନଙ୍କ ଦିନ ବହୁତ ଭଲରେ ରହିବ, ଯାହା ଫଳରେ ଆପଣମାନେ ନିଜକୁ ଊର୍ଜାବାନ ଏବଂ ଉର୍ଜାବାନ ବୋଲି ଅନୁଭବ ମଧ୍ୟ କରିବେ। ଯାହା ଫଳରେ ଆପଣମାନଙ୍କ ମନ ବହୁତ ପ୍ରସନ୍ନ ମଧ୍ୟ ରହିବ। ତା ସହିତ ଆପଣମାନେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ କରନ୍ତୁ ଏବଂ ଆୟୁର୍ବେଦିକ ଜିନିଷର ଅଧିକରୁ ଅଧିକ ଆପଣମାନେ ସେବନ ମଧ୍ୟ କରନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନମାନଙ୍କରେ କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଆପଣ ଆଜି ବିଶେଷ ଭାବରେ ସ୍ନାନ ଆଦି କରିସାରିଲା ପରେ ବିଶେଷ ଭାବରେ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରନ୍ତୁ। ତା ସହିତ ଘରର ଈଶାନ କୋଣରେ ଆପଣମାନେ ଘିଅ ଦୀପଟିଏ ଲଗାନ୍ତୁ। ତା ସହିତ ଛୋଟ ପିଲାମାନଙ୍କୁ କିଛି ଚକୋଲେଟ ଖାଇବା ପାଇଁକିନା ଦିଅନ୍ତୁ ଏବଂ ଛାତ ଉପରେ କିଛି ଦାନା ମଧ୍ୟ ପକାନ୍ତୁ, ଯାହାଦ୍ୱାରା ସେ ଦାନାକୁ ପକ୍ଷୀମାନେ ଖାଇବେ। ଯାହା ଫଳରେ ଆପଣମାନଙ୍କର ଯେଉଁ ସବୁ ବି ନକାରାତ୍ମକ ଅସୁବିଧା ଥିଲା, ସେସବୁର ନକାରାତ୍ମକ ଶକ୍ତିର ବିନାଶ ମଧ୍ୟ ହେବ ଏବଂ ଆପଣମାନଙ୍କୁ ଶୁଭଫଳ ମଧ୍ୟ ପ୍ରାପ୍ତ ହେବ। ସହିତ ଆପଣମାନେ ଯେତେବେଳେ ଘରୁ ଦୂରଯାତ୍ରା କରୁଛନ୍ତି, ସେଠାରେ ଆପଣମାନଙ୍କର ଚନ୍ଦନର ଟୀକା କିମ୍ବା ଆପଣମାନେ କେଶରର ଟୀକା ମଧ୍ୟ ଲଗାନ୍ତୁ। ଯାହା ଫଳରେ ପ୍ରତିଟି ଯାତ୍ରାର ଶୁଭଫଳ ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।